ଆରେ କଥାରେ ଅଛି ପରା ସେ ପାଞ୍ଚ ପରମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ଏ ପରା ଆଗରୁ ଲିପିବଦ୍ଧ ହେଇ ସାରିଛି। ହେଇ ଦେଖୁନ ମା ଠାରୁ ପୁଅର ସ୍ନେହ ମମତାକୁ ଦୂରେଇ ଦେବା ପାଇଁ କେତେ ଯେ ମୋ ପଛରେ ପଡ଼ିଥିଲେ। ହେଇ ଦେ ତୋ ମା ତ କେମିତି ଖୋଜି ଖୋଜି ମୋ ଧନଟା ମୋ ସୁନାଟାକୁ ମୁଁ ପାଇଯାଇଛି। ଏ ସିନା ଦେ ଏ ଦୁନିଆର ପୁଅମାନେ ସିନା ମା ସ୍ନେହକୁ ଭୁଲି ଯାଇ ମାର ଅନ୍ତିମ ଅବସ୍ଥାରେ ମାକୁ ପର କରିଦେଇ ଠେଲି ଦେଇ ଚାଲି ଯାଆନ୍ତି। କିନ୍ତୁ ଏ ଜମାର ବି ସେମିତି କରିବୁନି ମୋ ଧନ, କାହିଁକି ନା ତୁ ମୋର ଏକଇର ବାଳା। ଆରେ ମୋ ପାଖରେ ତୁ ବାପା ନାହାନ୍ତି ସତ, କିନ୍ତୁ କ'ଣ ଯେ କରିବି ଏ ଅସମୟରେ ସେ ମୋ ଠାରୁ କେତେ ଦୂରକୁ ଦୂରେଇ ଗଲେ ଯେ ସେଇ କଥା ଭାବିଲା ପରେ ମୁଁ ଛାତିରୁ କଳିଜା ଛିଣ୍ଡି ତଳ ଗଡ଼ି ପଡ଼ୁଛି। କାହାକୁ ଅବା କ'ଣ କହିବି? କିଏ ଅବା ଶୁଣିବ ମୋ ମନର ଭାଷା? ଆରେ ମୋ ମନର ଭାଷା ଶୁଣିବା ପାଇଁ ତ ଏ ଦୁନିଆରେ କେହି ନାହାନ୍ତି। ତୋ ଜୀବନକୁ ବଞ୍ଚେଇବା ପାଇଁ ମୁଁ ଆଜି ଆସିକି ଏ ରାଜାଙ୍କ ଘରେ ସୌତୁଣୀ ହିସାବରେ ଜୀବନ କାଳତିପାତ କରୁଛେ। କ'ଣ କରିବି? ଏ ପରା ମୋ ବିଧିର ବିଧାନ। କାହାକୁ ଅବା କ'ଣ କହିବି? ଶୁଣିବ ବାକି ସେ ଯାହା ବି ହେଉ ଆଜି ମୋ ମନ ଉଣା କରିବା ପାଇଁ ଜମାରୁ ବି ଚାହିଁବିନି। କାହିଁକି ନା ତୁ ପରା ମୋ ପାଖରେ ଅଛୁ। ତୁ ମୋ ଧନ ସମ୍ପତ୍ତି, ତୁ ମୋ ପିତା ମାତା, ତୁ ମୋର ସବୁ କିଛି, ତୁ ମୋର ଆଖିର ପିତୁଳା। এটা তো ঠিক সময় হয়েছে। কলাবতী অচেতনର ଶୋଇଛନ୍ତି। ସେ ରାଜା ପୁଅକୁ ନେଇ ସେ କଲାବତୀର ପୁଅକୁ ଛାଡ଼ିକି ଯାଉଛି ମୁଁ। ମୋ ଛୁଆକୁ ନିଦରେ ଶୁଆଉଛୁ ଏମିତି ହଠାତ୍ ମୋ ଆଖିରେ ନିଦ ଲାଗିଯାଇଛି। କ'ଣ କରିବି? ନିଦ ବେଲାରେ
ଏମିତି ମୁଁ ବି ଶୋଇ ପଡ଼ିଥିଲି। ଆଜିକୁ ନିଦ ଶୁଣିଲାଣି ମୋ ପୁଅଟା କେତେ ସୁନ୍ଦର ନିଦରେ ଶୋଇ ପଡ଼ିଛି। ଏମିତି ପୁଅମାନେ ଯଦି ନିଦରେ ଶୋଇ ପଡ଼ନ୍ତି ତାହେଲେ ମାଆକୁ ଜମାରେ ବି ବୁଝେଇବା ପାଇଁ କଷ୍ଟ ପଡ଼େନି। ସେ ପରା ମୁଁ ସୁନାଟେ। ଆରେ ସତ କୁହନ୍ତି ବାଲ୍ୟକାଳର ଛୁଆମାନେ ସବୁ ଠାକୁରଙ୍କ ବରଦାନ ଆଉ ସ୍ୱୟଂ ସିଏ ଠାକୁର ପାଲଟି ଯାଇଛନ୍ତି। ସତ କଥା। ନା 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 ମୁଁ ଛୁଆ ଶୋଇଥିଲେ ମଧ୍ୟ ଏମିତି ତାଙ୍କୁ ବୁଝାସୁଝି କରି ମୋ କୋଳକୁ ନେଇକି ଆସେ। ମୋର ଯେ ଆସିଲା ସମୟ ହେଇଯାଉଛି। ସ୍ୱାମୀ ପ୍ରିୟ ଆପଣ ତାହେଲେ ଆସି ଯାଇଛନ୍ତି? ଆରେ ଶୁଣ, ମୁଁ ଜଣେ ପତିବ୍ରତା ନାରୀ ହିସାବରେ ଆପଣଙ୍କ ପାଦ ସ୍ପର୍ଶନ କରିକି ମୁଁ କଣ ଏଡ଼ସିରି କହିଯାଉଛି। ଏ କଳାବତୀ, ସ୍ୱାମୀ ତମ ପରି ସ୍ତ୍ରୀଟିଏ ପାଇଁ ଏ ରାଜା ବିକ୍ରମ କେଶରୀର ମନ ପ୍ରାଣଟା ଚରିତାର୍ଥ ହେଇଗଲା। ସ୍ୱାମୀ ଆଳୁ ଏ କଳାବତୀ, ତୁମରି ସୁନ୍ଦର ଚରିତ୍ର ଆଦର୍ଶ ବ୍ୟବହାର ସମ୍ପର୍କରେ ଏହି ମଣିପୁରର ପ୍ରତ୍ୟେକ ପ୍ରଜା, ପ୍ରତ୍ୟେକ ମା ମାଉସୀ ଅନୁପ୍ରାଣିତ ହୁଅନ୍ତି। ଆଳୁ ଏ ପ୍ରିୟ ସ୍ୱାମୀ, ତେବେ ଶୁଣ, ଏ ତୁମ ପ୍ରିୟ ତମର ଭୂମିଷ୍ଠ ପ୍ରାଣୀପାତ ଘେନା କରନ୍ତୁ। ଏ କଳାବତୀ ପ୍ରିୟ ସ୍ୱାମୀ ଆୟୁଷ୍ମତୀ, ଆଚ୍ଛା ଖଣି ସ୍ୱାମୀ ମୁଁ ଏଇ ଅସମୟରେ ଚାଲି ଆସିବାର କାରଣ ଅଛି। କଣ? ପ୍ରଥମା ରାଣୀର ଦେହାନ୍ତ ପରେ ଏ କଳାବତୀ, ସ୍ୱାମୀ ପ୍ରଥମ ରାଣୀର ଦେହାନ୍ତ ପରେ ମୋ ମନଟା ଟିକେ ଦୁଃଖ ହେଇ ଯାଇଥିଲେ ମଧ୍ୟ ସ୍ୱାମୀ ତମ ପରି ସ୍ତ୍ରୀଟିଏ ପାଇଁ ମୁଁ ଧନ୍ୟ ମନେ କରୁଛି। ହେଲେ ପ୍ରିୟ ସ୍ୱାମୀ ମୋ କହିବାର ଅର୍ଥ କ'ଣ କି? କଣ କହୁଛନ୍ତି? ମୋ କହିବାର ଅର୍ଥ କ'ଣ କି ପ୍ରିୟ? କଣ କହିବା ପାଇଁ ଚାହୁଁଛନ୍ତି ସ୍ୱାମୀ? ମାନେ କଣ? ସେହି ଆମ ଶିଶୁ ସନ୍ତାନଟା କିପରି ଅଛି ମୁଁ ଟିକେ ଜାଣିବା ପାଇଁ ଚାହେଁ। ଓ ତାମାନେ ସେଇ ମୋ ଶିଶୁ ପୁତ୍ରକୁ କେମିତି ଅଛି ସେଇ କଥା ଜାଣିବା ପାଇଁ ଚାହୁଁଛନ୍ତି? ଆରେ ବାବା ଶୁଣ, ସେ ନା ଏମିତି ମୋ ସ୍ନେହ ଆଦରରେ ବନ୍ଧା ପଡ଼ିଯାଇଛି ଯେ, ଆଚ୍ଛା ପ୍ରିୟ, ସିଏ ନା ବାପା ମାନଙ୍କୁ ଆଜିକାଲି ଆଉ ମନେ ପକଉନି। ଏ କଳାବତୀ, ସ୍ୱାମୀ ମୁଁ ଭାବୁଛି, ମୁଁ ଜାଣିଛି ତମେ ସେଇ ଶିଶୁ ପୁତ୍ରଟାକୁ ମା ଠାରୁ ବଳି ସ୍ନେହ ଦେଇ ପ୍ରତିପୋଷଣ କରିବ। ନିଶ୍ଚିତ ସ୍ୱାମୀ। ଆରେ ସେଥିପାଇଁ ମୁଁ ସଦାବେଳେ କହେ, କଣ କୁହ? ମୋ କଳାବତୀ ଗୋଟିଏ ଏ ରାଜା ବିକ୍ରମ କେଶରୀଙ୍କ ପାଇଁ ସତୀ ସ୍ୱାଧୀ ପତିବ୍ରତା। ସ୍ୱାମୀ ତମର କୋଉ ପ୍ରଶଂସା କରିବି କହ? ସ୍ୱାମୀ ପ୍ରିୟ ଆପଣ ତାହେଲେ ମତେ ଏମିତି ପ୍ରଶଂସାରେ ଟେକି ରଖିଛି ଯେ ସତ ଯେମିତିକି ମୋ ପାଦ ଦୁଇଟା ଯାକ ଖୋଳା ଆକାଶର ବିହଙ୍ଗ ବୋଲି ନା। ଆଚ୍ଛା ଶୁଣିବ, କଣ କହିବ? ସେଇ ଶିଶୁ ତନ୍ତ୍ରକୁ ଟିକେ ମନ ପୁରେଇ ଦେଖିଲେ ଭଲ ହୁଅନ୍ତା କହୁଛି। ଆରେ ବାବା ନାଇଁ 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 ନାଇଁ, କାହିଁକି ଜାଣିଛ? କ'ଣ ହେଇଛି? ମୋ ଛୁଆଟା ନା ଖୁଆଇ ପିଇକି ଏଇନେ ନିଦରେ ମୁଁ ଶୁଆଇ ଦେଇଛି। ନାଇଁ ଲୋ କଳାବତୀ, ମୋ ବାପ ପରା ପୁଅଟିଏର ତାକୁ ଟିକେ ଦେଖିବା ପାଇଁ ମୋ ମନଟା ଟିକେ ତରସ୍ତ ହେଇଯାଉଛି ନା। ଆଉ ଆରେ ବାବା ଦେଖେଇବୁ ନା ମତେ? ଆଉ ଏତେ ଉଚ୍ଛନ୍ନ ହେଇ ପଡୁଛ? ଆଉ ତେବେ ଠିକ ଅଛି, ମୁଁ ପୁତ୍ରକୁ ଆଣି ଦେଉଛି। ତମେ ଯେତିକି ମନେ ଭରିକି ଗେଲ କରିବା କଥା ଗେଲ କରିବା, ତାପରେ ରାଜ୍ୟର ପ୍ରଜାବାସୀଙ୍କର ମଙ୍ଗଳ କାମନା ପାଇଁ ତମେ ନିଶ୍ଚିନ୍ତ ଭାବରେ ବୁଲାବୁଲି କରିବ। ବାସ୍ତବିକ ହେଲେ ଠିକ ଅଛି ନେଇକି ଆସିବି। ଆସ ଏଇନେ ସାଙ୍ଗେ ଆଣିଛି। ଏ ଧନ ଏଇ ଦେଖୁନ ତା ପିଲାଟା କେମିତି ତତେ ଦେଖିବା ପାଇଁ, ପାଖରେ ଟିକେ ଗେଲ କରିବା ପାଇଁ କେତେ ବ୍ୟାକୁଳ ହେଉଛନ୍ତି।
स्वामी प्रिय ए देख तम से सुपुत्र को हेलो ए कलापति स्वामी ए पड़ोसी राज्यर राजा माने कहूथिले जे कौन कहते ए मणिपुर राज्य विक्रम केसरी गोटे निपुत्रिक भई किंतु ए छुआ जन्म जेते बेले हे गला ए मणिपुर राज्य अंधारटा आलोकर परिणत हो हेले हेलो ए कलावती माँ हिसाब से तमें ताकू किछिटा कहि ताकू टिके गेल करिबो बुझाइबो खुआइबो पियाइबो ताकू टिके नचाइबो ना निया এই কথা কইছ निया ছিয়ে তাইলে स्वामी प्रिय ଜାଣିଛି ପରା हाँ ତମର ଅନେକ ଗୁଡ଼େ କାମ ଅଛି हाँ ତମର ପୁତ୍ରର ଜନ୍ମର ପୁତ୍ରଟିକୁ ସ୍ନେହ ଆଦର ମମତାରେ ଭରିଦେବା ପାଇଁ ମୁଁ ପରା ତା ମା ଅଛି तमरी दायित्व प्रिय से एडुरु एटा हेई ए राजा विक्रम केसरींकर नाटा रखि पुओ मो पुओटा मो बाप बाप पुओर केते जे निबिड़ संपर्क रही थाए ताहा गुटे फल बाप ई हृदयंगम करि पारि थाए आलो ए कलापति स्वामी यपि आ काहे के काल विलंब करूछ मो धनटा को टिके गेल करि न चाहिबो ना स्वामी अरे ମୁଁ ପରା ତାର ଗେଲ ବସରେ ଜନ୍ମ କରିଛି ତାକୁ ଖାଇକି ମୁଁ ଗେଲ କରିବି ରେ देखो देखो कि सुंदर छन छन या रूपटा स्वामी ସେଇଥିପାଇଁ ପରା ତୁମରି ସ୍ନେହ ଆଦର ଏମିତି ମୋତେ ଅଜାଡ଼ି ଦେଉଛ ଯେ ମୁଁ ମନେ ମନରେ କେତେ ସବୁ ଉଙ୍କି ମାରୁଛି ଜାଣିଛ प्रिय ତୁମରି ସ୍ନେହରେ ଭାବ ବନ୍ଧନରେ निश्चय निश्चय ଗଢ଼ିଛି ମୁଁ ତୁମ ପାଇଁ ନୂଆ ସଂସାର ତୁମେ ମୋ ମଥା ସିନ୍ଦୁର निश्चय प्रिय ତୁମେ ମୋ ମଥା ସିନ୍ଦୁର ତୁମରି ସ୍ନେହରେ ଭାବ ବନ୍ଧନରେ ତୁମରି ସ୍ନେହରେ ଭାବ ବନ୍ଧନରେ ଗଢ଼ିଛି ମୁଁ ତୁମ ପାଇଁ ନୂଆ ସଂସାର ତୁମେ ମୋ ମଥା ସିନ୍ଦୁର ତୁମେ ମୋ ମଥା ସିନ୍ଦୁର କେତେ ଆସନେ ଗଢ଼ିଛି ଦୁନିଆ ଭାଙ୍ଗି ତ ନ ଯାଉ ମତ ପଡ଼ିଆ ପାଣି ରଚିତ ଏଉ ସାତ ଜନ୍ମର ତୁମେ ମୋ ମଥା ସିନ୍ଦୁର ତୁମେ ମୋ ମଥା ସିନ୍ଦୁର निश्चय प्रिय ସଜେଇ ରଖିଛ ମୋ ହୃଦୟ ପଞ୍ଜୁରୀ ଜେଲବାରେ ଆସିବି ସାଜିର ମୁଁ ସାରି ଲେ 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 ସଜେଇ ରଖିଛ ମୋ ହୃଦୟ ପଞ୍ଜୁରୀ ଜେଲବାରେ ଆସିବି ସାଜିର ମୁଁ ସାରି ତୁମ ହାତେ ହାତ ଦେଇ କଟାଇବି ଦିନ ରାତି କୋଳ ଝୁଲଣରେ ଶୋଇ ଦେଖିବି ଅତୀତ ସ୍ମୃତି ମୋ ଫିକା ଉଦ୍ୟାନେ ରଙ୍ଗକୁ ବୋଲିଛ ଅଜଣା
ବହୁତ ହେଇଗଲା। ଆରେ, 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 ଆରେ। ବାସ୍ତବରେ ତମ ପରି ସ୍ତ୍ରୀଟା ପାଇ ମୋର ଏ ମଣିପୁରର ପାଣି ପବନ ମଧ୍ୟ ମୁଖରିତ ହେଇଗଲା। ଆରେ ବାବା ଥାଉ ସ୍ୱାମୀ ଥାଉ ସେତିକି ପ୍ରଶଂସା କରିବା କାହିଁକି ନା ସେମିତି ଯଦି ଅନେକ ପ୍ରଶଂସା ମୋତେ କରିବ ନା ତାହେଲେ ମୁଁ ଦୁନିଆ ଆଗରେ ପାଦ ପକେଇ ଚାଲିବା ପାଇଁ ସତରେ ଲାଜ କରିବି। ଏ କଳାବତୀ ସ୍ୱାମୀ ଲାଜ ପରେ ନାରୀର ଗହଣା ଜାଣିଛ ଭଲ ଭାବରେ ତମେ? ଠିକ ଅଛି ଶୁଣ ମୋ କଥା ଟିକେ ଶୁଣ। ପ୍ରି କଣ କହିବା ପାଇଁ ଯାଉଛ? ଅନ୍ତପୁରକୁ ଯିବା। ସ୍ୱାମୀ ପ୍ରି ଶୁଣ ଆପଣ ଅନ୍ତପୁରକୁ ଯିବା ପୂର୍ବରୁ ଆପଣ ପରା କହୁଥିଲେ ସେ ପ୍ରଜାବାସୀଙ୍କର କିଛି କଥାଟା ଅଧା ଅଧୁରା ରହିଯାଇଛି। କଣ? ସେଇ କାର୍ଯ୍ୟଟି ଆପଣ ସମ୍ପୂର୍ଣ୍ଣ କରିକି ଶୀଘ୍ର ଫେରିଆସ। ମୁଁ ଟିକେ ଏଠି ଆପଣଙ୍କୁ ଅପେକ୍ଷା କରିକି ରହିବି। ଠିକ ଅଛି ପ୍ରି। ଠିକ ଅଛି ସ୍ୱାମୀ। ଏ ରାଜା ବିକ୍ରମ କେଶରୀ ଏ ମଣିପୁର ରାଜ୍ୟକୁ ଥରେ ପରିକ୍ରମଣ କରି ସେ ଆସିବେ। ଠିକ ଅଛି ସ୍ୱାମୀ ନିଅ। ତାହେଲେ ଆପଣ ଶୀଘ୍ର ଟିକେ ଫେରି ଆସିବେ। ଏ ଶୁଣ 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 କଣ ମୋ ଚିନ୍ମୟର ଯେମିତି କୌଣସି ଅସୁବିଧା ହବନି। କ୍ଷମାରେ ବି ସେମିତି ଅସୁବିଧା ହବନି। ଦିଅ सपन तू मोर जीवन तू ଆପଣ ତାହେଲେ ଶୀଘ୍ର ଫେରି ଆସିବେ। ମୁଁ ଆପଣଙ୍କ ଅପେକ୍ଷାରେ ରହୁଛି। ଏ କଳାପତି ସ୍ୱାମୀ ମୁଁ ଗଲି ଆଉ ଆଇଲି। ଠିକ ଅଛି ସ୍ୱାମୀ। ଆଉ ସୁପର ଠିକ ଅଛି ଠିକ ଅଛି। ତା ଦେହ ପାଟ ବିଷୟରେ ଟିକେ ବୁଝିବୁ ନା। ଆଉ ସମ୍ପୂର୍ଣ୍ଣ ଭାବରେ ବୁଝିବା। ଠିକ ଅଛି ସ୍ୱାମୀ ଠିକ ଅଛି। ସ୍ୱାମୀ ତ ଯାଇଛନ୍ତି ସେ ପ୍ରଜାବାସୀଙ୍କର ମଙ୍ଗଳ କାମନା କରିବା ନିମନ୍ତେ ବୁଲାବୁଲି କରିକି ଚାଲି ଆସିବେ। କିନ୍ତୁ ମୋ ପିତା କ'ଣ ଅନେକ ଦିନ ହେଲେଣି ଏ ଝିଅର କିଛି ବି କଥା ମନେ ପଡ଼ୁନି ମୋତେ ତାଙ୍କର। କ'ଣ ଯେ କହିବି ଦିନ ଉପରେ ଦିନ ବିତି ଯାଉଛି ସମୟ ଉପରେ ସମୟ ବିତି ଯାଉଛି ସତ କିନ୍ତୁ ତାଙ୍କର ଆସିବାର ବାଟ କେବେ ବି ଦେଖାଯାଉନି। କ'ଣ ଯେ କହିବି ଏତେ ଶୀଘ୍ର ନିଜ ଜନ୍ମିତ କଲେ ଝିଅଟିକୁ ଭୁଲିଗଲେ ପାଶରି ଗଲେ। ନାଇଁ 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 ତାଙ୍କ କଥା ମନେ ପକାଇବା ମୋ ପାଇଁ ଠିକ୍ ହେଉନି। ଏହି ସମୟରେ ମୋ ସ୍ୱାମୀ ପରେ ଯାଇଛନ୍ତି ସେ ନିଶ୍ଚୟ ଅତି ଶୀଘ୍ର ଫେରିଆସିବେ। ତାହେଲେ ତାଙ୍କ ଆସିବା ପଥକୁ